ଆଜ୍ଞା ନବ ପାହାଚ ଯୋଉ ମାଙ୍କଡ଼ ପାହାଚ ଆମେ ସେଲସି ମୁକ୍ତି ସିଆ ଆଚ୍ଛା ଆଜ୍ଞା କହିଲେ ସିଆ କେମିତି ରହିଲା ମୁଁ ପ୍ରଭୁ ଯୋଉ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି ତାରି ତଳେ ଆଜ୍ଞା ଲକ୍ଷେ ଶାଳଗ୍ରାମ ପୋତା ଯାଇଛି ତାକୁ ହିଁ କୁହାଯାଏ କହିଲେ ସିଆ ପିତୃ ଶ୍ରୀମତି ଅଛି ଆଜ୍ଞା ଶ୍ରୀକ୍ଷେତ୍ରରେ ଥିବା ଉଗ୍ରସେନ ମଠ ସେଠି ରହିଲା ପିତୃ ବଥସିଆ କେଉଁଠି ରହିଲା ଆମର ମାନେ ସମସ୍ତେ ମୋର ବିଜ୍ଞ ପ୍ରାଜ୍ଞ ବିବାହ କଦମ୍ବ ଉପସ୍ଥିତ କରିଛନ୍ତି ସୁସ୍ଥ ମସ୍ତିଷ୍କ ଚିନ୍ତା କରନ୍ତୁ କେଉଁଠି ରହିଲା ଲକ୍ଷ୍ୟ ଜଣେ ମୋର ସାଧୁ ସୁଧାତ୍ମ ତତ୍ତ୍ୱବିତ୍ ମାନେ ଆଜି ସବର ସବରି 22 ପାବଛ ବାମ ପଟରେ ଦେଖିବେ କଳ୍ପବଟ ମୂଳରେ ଅଛନ୍ତି 5 ଦ୍ୱାରପାଳ ମହାଦେବ ଶ୍ରୀ ଜମେଶ୍ୱର ଶ୍ରୀ ନୀଳକଣ୍ଠ ଶ୍ରୀ ମାର୍କଣ୍ଡେଶ୍ୱର ଶ୍ରୀ ଲୋକାନାଥ ଶ୍ରୀ କପାଳ ମୋଚ ଦ୍ୱାପର ଯୁଗ 5 ପଞ୍ଚ ପାଣ୍ଡବ କଳି ଯୁଗରେ ପ୍ରଭୁଙ୍କ ପାଖରେ ମହାଦେବ ଉପରେ ପୂଜା ପାଉଛନ୍ତି ଆଉ ଆଗ ଗଲେ କଣ ଦେଖିବ ରୋହିଣୀ କୁଣ୍ଡ 5 ଅକ୍ଷର ହଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ରସିକ ହାରାମଣି କହିଲେ ବିନାୟକ ସାତରେ ଚତୁର ଖଣ୍ଡେ ପତନ ଦିନେ ଗୋଟେ କାକ ସାରେ ପପିଡ଼ିତ ନ ହୋଇ ମୋ ଜଗାକୁ ପରୀକ୍ଷା କରିବା ପାଇଁ ଆସି ସେଇ ରୋହିଣୀ କୁଣ୍ଡରେ ପଡ଼ିଲା କାକର ହେଲା 4ଟା ହାତ ବା ମୁକ୍ତି ପାଇଲା ଖାଲି କଣ କଳି ଯୁଗରେ ଜଗା କାଉ ପରୀକ୍ଷା କରିଛି ଚାରି ଯୁଗରେ କାଉ ପରୀକ୍ଷା କରିଛି କି କଥା ଚାରି ଯୁଗରେ କାଉ ପରୀକ୍ଷା କରିଛି ସତ୍ୟ ଯୁଗରେ ଅନନ୍ତ ନାଗ ବାମନ ମହାପ୍ରଭୁ ପରୀକ୍ଷା କରିଛି ତୃତୀୟ ଯୁଗରେ ଭୂଷଣ ନାଗ ରାମଚନ୍ଦ୍ର ପିଠା ଖାଇଲା ବେଳେ ପରୀକ୍ଷା କରିଛି ଦ୍ୱାପରରେ ପ୍ରଚଣ୍ଡ ନାଗ କୃଷ୍ଣ ମହାପ୍ରଭୁ ପରୀକ୍ଷା କରିଛି କଳି ଯୁଗରେ ଯୋଉ କାକ ଜଗାକୁ ପରୀକ୍ଷା କରି କାକ ଚତୁର୍ଭୁଜ ହେଲା ସେ ହେଉଛି ନିଃଶବ୍ଦ କାକ ଆପଣମାନେ ହୁଏତ ସନ୍ଦେହରେ ପଡ଼ିବେ କାଉ କିଏ ଚାରି ଯୁଗରେ ପ୍ରଭୁଙ୍କୁ ପରୀକ୍ଷା କଲା କାଉ ପୁଣି କାକ ମୁକ୍ତି ପାଇଲା କିଏ ଋଷି କାକ ଭୂଷଣ ଲୋମସ ଋଷିଙ୍କର ଅଭିଶାପରେ ଋଷି କାକ ଭୂଷଣ ଅଭିଶାପ ପାଇ ଚାରି ଯୁଗରେ এইভଳି ଭାବରେ ପ୍ରଭୁଙ୍କୁ ପରୀକ୍ଷା କରିଛନ୍ତି ସୁନ୍ଦର ଭାବେ କାକ ପ୍ରକାରରେ ପ୍ରମାଣ ଦିଆଯାଇଛି ଆମେ ସାରିବାନି କହିବାର କଥା ଜଗନ୍ନାଥ ଯାହା ଦିଅନ୍ତି ଆଉ 3 ଜଣ ଥାଏ କି କଥା ଜଗନ୍ନାଥ ଯାହା ଦିଅନ୍ତି ଆଉ 3 ଜଣ ଦିଅନ୍ତି ପତିତ ପାବନ ସେଇଆ ଦିଅନ୍ତି ବାନର ପତିତ ପାବନ ଜଣେ ହେଲେ କଳ୍ପବଟ ଜଣେ ହେଲେ ଚିନ୍ତାମଣି ଗଣେଶ ଆପଣ ଭାବିବେ ଆଜି ଜଗାକୁ ଦେଖିଲେ କେତେ କଣ ମାଗି ପକେଇବି ଜଗନ୍ନାଥ ଆପଣଙ୍କୁ ଯାହା ଦେବେ ଆଜ୍ଞା ଜଗନ୍ନାଥ ଯାହା ଦିଅନ୍ତି ତାହା ବିଶ୍ୱମାନଙ୍କରେ କେହି ଦେବେ କାହିଁ କହୁଛ ଜଗନ୍ନାଥ କଣ ଦବାବାଲା ଜଗନ୍ନାଥ ନବାବାଲା ଜଗନ୍ନାଥ ଯାହା ଦିଅନ୍ତି ଆଉ ବିଶ୍ୱବ୍ରହ୍ମାଣ୍ଡରେ କେହି ଦେଇପାରିବେନି ନା କଣ ଏମିତି କହୁଛ ଭୁଲ ହଉଛି କଥା କହିବା କଣ ଭଲ ଏବେ ସୁଦ୍ଧା ମୋ ବାକି ସୁଧ ପଡି ନାହିଁ ଟଙ୍କା 5,000 ସୁଧକୁ ଆଣିକି ବୋଲର ନେଇକି ଗଲି ବୁଲାବୁଲି କଲି ତା ଭିତରେ ଖର୍ଚ୍ଚ ସଇଲା ଆସିଲା ବେଳକୁ ତ ମୋ ପାଖରେ ଆଉ ଟଙ୍କା 200 ନାହିଁ ଫେଣି 2ଟା ଆଣିବାକୁ ଜଗା ତ ଦବାବାଲା କାହିଁ 2 କିଲୋ ଫେଣି ମୋ ବ୍ୟାଗକୁ ଦେଇଦେଲେ ନାହିଁ ଏବେ ସୁଦ୍ଧା ବାକି ସୁଧ ଜଗନ୍ନାଥ ଆଜ୍ଞା ଦେଇନାହାନ୍ତି ଜଗନ୍ନାଥ ଦବାବାଲା ଆଜ୍ଞା ଜଗନ୍ନାଥ ଦିଅନ୍ତି ନା ଦିଅନ୍ତି ଜଗନ୍ନାଥଙ୍କ ତ କିଛି ନାହିଁ ଖାତା ଖତିଆନ ନାହିଁ ବଡ ଭାଇ ଅଛି ନା ନାହିଁ ବଡ ଭାଇ କହିଲେ ଯେ ଜଗାକୁ ଦିଅ ପ୍ରଭୁ ଏବେ ସବୁ କହିଛନ୍ତି ବଡ ଭାଇ ନାଁରେ ସବୁ ବଡ ପଣ୍ଡା ବଡ ଧନ୍ଦା ବଡ ଦେଉଳ ବଡ ଠାକୁର ନାମିତ ହେଇକି ବଡ ଭାଇ ନାଁରେ ବଡ ଭାଇ କହିଲେ ଜଗନ୍ନାଥ ଦେବେ ଏମିତି ଜଗନ୍ନାଥ ଦିଅନ୍ତି ହେଲା ଜଗନ୍ନାଥ ଦିଅନ୍ତି କବି ହେଲା ଚନ୍ଦନ ହଂସ କଣ କହିଲେ କହିଲେ